श्रीमद्भागवत तृतीय स्कंद। ओम नमो भगवते वासुदेवाय। नारायणं नमस्कृत्य नरं चैव नरोत्तमं देवी सरस्वती व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। निगमं कल्पितचर्गलितं फलं सुखमुखादमृतद्रवसंयुक्तं पिबत भागवतं रसमालय मुहुरहर्षिका भुवि भावुकाः। प्रथमोऽध्यायो। श्रीशुकवाच। शौनक आदि मुनिजने आनन्दे सुत सन्निधाने विदुर कथा मने चिंती विश्वास भावे पचारती। हे सुत तुम्हार वचन शुणी संतोष आम्भ मन। से कुरु विदुरर बाणी आम्भे तुम्भर मुखु शुणी। ऋतु छाड़िबु भव व्यथा विशेषी कह तार कथा। सर्वसंपद छाड़िबने किंपा पशिला दुख मने। अनेक तीर्थे देई मन पृथ्वी कला पर्यटन। मैत्रेय मुनिक संगर एकांते अध्यात्म विचार। काहीं बा नदी तार बने सानंदे बसी सर्वजने। संतोषे विदुरर आगे मैत्रेय मुनि अनुमार्गे। बोइले बदरिकाश्रमे मैत्रेय मुनि अनुमाने। कहिले तत्व सारवाणी जेणु संसारु तरे प्राणी। से कथा कह मुनिवर विदुर विचेष्टित सार। से पुणी बंधु त्याग अर्थे पुणी मिलिले इंद्रप्रस्थे। एमंते मुनि बरबाणी सुत संतोष मने शुणी। कहती सनकादि आगे कृष्णर भाव अनुरागे। सुन हे सुमुनि जन तो से एकथा सुख मुनि पासे। आनंदे अभिमन्यु सुत पूछिला मुनि ग्रत। से सुख कहिले जे मते से कथा शुण एक चिते। श्रीशुकवाच। सुख कहन्ति भाव भरी शुण परीक्षे दंडधारी। से द्रुत राष्ट्र जेते बेले निष्ठुर हीन बुद्धि हेले। अधर्मे धन से संचयी निज सूतकु भोग देई। पंडुसूतंकु देखि भिन्ने निंदई निष्ठुर वचने। बालके पितृहीन होई मातार संगे दुख सही। हस्तिनापुरे तांक घरे बचंती अति अव्यवहारे। ताहांक मरण इच्छई
ଭୀମଙ୍କୁ ବିଷ ଲଡୁ ଦେଇ ଚତୁର ଘରେ ଅଗ୍ନି ଦେଲା। ସେବେଳେ ଗୋବିନ୍ଦ ରଖିଲା ପୁଣି ସଭାର ତଳେ ଆଣି ପଞ୍ଚୁ ପାଣ୍ଡବଙ୍କର ମଣି। କେଶ ଆକର୍ଷି ବାହୁବଳେ ବିବସ୍ତ୍ର କଲେ ଶୋଭା ତଳେ। କୁଚ କୁଙ୍କୁମ ଲୁହ ଭରେ ଅଧୋବଦନ ଅନୁସାରେ। ବଧୂର ଦୁଃଖ ସେ ଶୁଣିଲା ପୁତ୍ରଙ୍କୁ ବାରି ନ ପାରିଲା। ମାୟା କପଟେ ସଭା କରି ଦୂତ୍ୟ ଖେଳାଇ ଧନ ହରି। ବଳେ ହରିଲେ ତାଙ୍କ ଦେଶ କାନନେ ଦ୍ୱାଦଶ ବରଷ। ଅଜ୍ଞାତେ ଅଧିକ ବରଷେ ବିରାଟ ଦେଶ ମତ୍ସ୍ୟ ଦେଶେ। ତହିଁ ବଞ୍ଚିଲେ ଦୁଃଖେ ସୁଖେ ବନେ କଷଣ ଅତିରେକେ। ପୁଣି ମିଳିଲେ ରାଜ୍ୟ ଆସି ବିଶ୍ୱାସେ ରାଜା ପାଶେ ବସି। ଜୀବନ ଅର୍ଥେ କିଛି ଧନ ମାଗିଲେ ନ ଦେଲା ରାଜନ। ପୁଣି କୃଷ୍ଣଙ୍କୁ କରି ଦୂତ ଗ୍ରାମ ମାଗିଲେ ପଣ୍ଡୁସୁତ। କୃଷ୍ଣଙ୍କ ବୋଲ ସେ ନ କଲା ସୂଚି ଅଗ୍ରତେ ସେ ନ ଦେଲା। କୃଷ୍ଣଙ୍କୁ କଲା ଅପମାନ ଲୋଭେ ହୋଇଲେ ହତ ଜ୍ଞାନ। ବିଦୁରେ ଆଣି ଏକ ଘରେ ବିଚାର କଲା ଅନ୍ତପୁରେ। ପାଣ୍ଡବେ ମାରି ନାନା ବ୍ୟାଜେ ରାଜା ହୋଇବି ସର୍ବରାଜେ। ଶୁଣି ବିଦୁର କର ଯୋଡ଼ି ବୋଲଇ ରାଜା ପାଦେ ପଡ଼ି। ତୁ ତାଙ୍କୁ ଅର୍ଦ୍ଧ ରାଜ୍ୟ ଦେଇ ପୁତ୍ରଙ୍କ ତୁଲେ ଭୁଞ୍ଜ ମହି। ନୋହିଲେ ସୁଖ ନାହିଁ ତୋର ସେ ବିଷ୍ଣୁ ତେଜେ ବଳିୟାର। ସେ ହରି ତାଙ୍କୁ ସଙ୍ଗେ ଘେନି ଉଶ୍ୱାସ କରିବେ ମେଦିନୀ। ସେ ଥାଇ ତାର ନିଜପୁରେ ପାଣ୍ଡବ ବଂଶ ପକ୍ଷ ଧରେ। ସେ କୃଷ୍ଣ ଆସି ତୋର ଘରେ ବସିଲା ବାନ୍ଧବ ବେଭାରେ। ତାଙ୍କୁ ଇତର ପ୍ରାୟ ମଣୁ ମନୁଷ୍ୟ ସଙ୍ଗେ ପରିଗଣୁ। ଏମନ୍ତ ବିଦୁରର ବାଣୀ ସମ୍ଭ୍ରମେ ଦୁର୍ଯ୍ୟୋଧନ ଶୁଣି। ସଙ୍ଗେ ଅଛନ୍ତି ତିନି ଜଣ କର୍ଣ୍ଣ ଶକୁନି ଦୁଃଶାସନ। ବୋଲଇ କୁପିତ ଧରେ ଆକର୍ଷି ଦୁଃଶାସନ କରେ। ଏ ଦାସୀ ପୁତ୍ର ମୋର ଘରେ ବସଇ ବାନ୍ଧବ ବେଭାରେ। ଏ ମୋର ନୃତ୍ୟ ଅନ୍ନ ଖାଇ ପଣ୍ଡୁସୁତଙ୍କ ହିତେ ଥାଇ। କୃଷ୍ଣଙ୍କୁ ଘେନି ଭାଳେ ନୃତ୍ୟ ମୋର ବିନାଶ ଘେନି ଚିତେ। ଏମନ୍ତ ବୋଲି ବିଚାରିଲା କୋପେ ଅନେକ ଗାଳି ଦେଲା। ଦଶନେ କାମୋଡ଼ି ଅଧର
ବୋଲେ ଭଣ୍ଡାରୁ ଦୂର କର। ଏହାଙ୍କୁ ଦଣ୍ଡେ ହେନଥୁଅ, ରାଜୁ ବାହାର କରିଦିଅ। ଏମନ୍ତ ତାର ବାକ୍ୟ ଶୁଣି, ବଜ୍ର ପଡ଼ିଲା ପ୍ରାୟ ମଣି। ଏମନ୍ତ ନିଷ୍ଠୁର ବଚନ, ଶୁଣି ହୋଇଲା ହତ ଜ୍ଞାନ। ଜ୍ୟେଷ୍ଠ ଭ୍ରାତାଙ୍କର ତୁଲେ ଥିଲା, ରାଜା ହିଁ ଆଶ୍ୱାସନା କଲା। ତକ୍ଷଣେ ଉଠି ସେ ବିଦୁର, ଚିତ୍ତେ ଚିନ୍ତଇ ଚକ୍ରଧର। ବିଷ୍ଣୁର ମାୟା ବିଚାରିଲା, ତକ୍ଷଣେ ବନସ୍ତେ ପଶିଲା। ସମ୍ପଦ ତୁଚ୍ଛ ପ୍ରାୟ ମଣି, ମନେ ଚିନ୍ତଇ ଚକ୍ରପାଣି। ହସ୍ତିନା ନଗରୁ ବାହାର, ତୀର୍ଥ ଗମନ ସେ ବିଦୁର। ମିଳିଲା ଯାଇ ଘୋର ବନେ, ଭ୍ରମଇ ଋଷି ବିପ୍ରସ୍ଥାନେ। ମନେ ଚିନ୍ତଇ ତୀର୍ଥ ଗତି, ହରି ଭକତେ ଯହିଁ ଥାନ୍ତି। ନିରାଶ କରି ଆତ୍ମା ମନ, ଗ୍ରାମ ପାଟଣା ଉପବନ। ସୁବର୍ଣ୍ଣ ଗିରି କୁଞ୍ଜ ଦେଶେ, ଭ୍ରମଇ ତୀର୍ଥ ପୁଣ୍ୟ ଆସେ। ପୁଣ୍ୟ ସରିତ ପୁଣ୍ୟସର, ନିରତେ ଭ୍ରମଇ ବିଦୁର। ଅନନ୍ତ ସିଦ୍ଧ ଲିଙ୍ଗ ଯହିଁ, ଶୁଦ୍ଧ ପବିତ୍ର ପୁଣ୍ୟମୟୀ। ଏମନ୍ତେ ଅରକ୍ଷିତ ବେଶ, ଅଧର୍ମ ନାହିଁ ପୁଣ୍ୟ ଦେଶ। ହରି ତୋଷଣେ ଯେତେ ବ୍ରତ, ତପେ ତୋଷିଲେ ଅବିରତ। ଏମନ୍ତେ ଭାରତ ବରଷେ, କାଳେ ମିଳିଲା ସେ ପ୍ରଭାସେ। ତହିଁ ଶୁଣିଲା ସାଧୁ ବାଣୀ, ଅଶେଷ କୁରୁ ବଳ ଜିଣି। କୃଷ୍ଣ ସାରଥି ପଣେ ଆସି, ଅନେକ ଆଖୋ ହିଣି ଜିଣି। ଗୋବିନ୍ଦ ଘେନି ତୀର୍ଥ ଜଳେ, ମଙ୍ଗଳ ଶୁଭ ଅନୁକୂଳେ। କରାଇ ଅଭିଷେକ ପୂଜା, କଲେ ଏକାନ୍ତ ଚକ୍ରେ ରାଜା। ସର୍ବେ ନାସିଲେ କୁରୁ ବଳେ, ଯେସନେ ବେଣୁ ଦାବାନଳେ। ଦଗ୍ଧ ବଦନେ ଶୋକ କରି, ସୁଜନ ବନ୍ଧୁଙ୍କୁ ସୁମରି। ମଉନ ହୋଇ ଅଶ୍ରୁ କଣ୍ଠେ, ଚଳିଲେ ସରସ୍ୱତୀ ତୀର୍ଥେ। ଯାହାର ତୀରେ ଏକାଦଶେ, ତୀର୍ଥ ସେବନ୍ତି ପୁଣ୍ୟ ଦେଶେ। ତୀର୍ଥେ ପ୍ରସନ୍ନ ଅନୁଜାନ, କୌରବ ଅନଳ ପବନ। ସୁବାସ ଗବ୍ୟ ଘୃତ ଯମ, ଏମନ୍ତେ ଏକାଦଶ ନାମ। ଏତେ ମନ୍ଦିର ବିଷ୍ଣୁ ଅର୍ଥେ, ତୀରେ ସେବନ୍ତି ଯେଝା ମତେ। ଏ ଆଦି ବ୍ରହ୍ମ କ୍ଷତ୍ରି ଯେତେ, ତୀର୍ଥେ ସଞ୍ଚିଲେ ଦୃଢ଼ ଚିତ୍ତେ। ପ୍ରତ୍ୟେକ ମୁଖେ ନିଜେ ତାର, ଦିଶନ୍ତି ଅତି ମନୋହର।
ଯେ ପୁର ଦର୍ଶନ ମାତ୍ରେ ବିଷ୍ଣୁ ସ୍ମରଣ ପଶେ ଗାତ୍ରେ। ଏମନ୍ତେ ସରସ୍ୱତୀ ତୀର୍ଥ ଦେଖିବି ଦୂର କୃତକୃତ୍ୟ। ତହୁଁ ଚଳିଲା ତୋଷ ମନେ ସୌରାଷ୍ଟ୍ର ସବୀର ଭବନେ। କୁରୁଜାଙ୍ଗଳ ମତ୍ସ୍ୟ ଦେଶ ଜିଣି ଯମୁନାରେ ପ୍ରବେଶ। କାଳିନ୍ଦୀ ତୀରେ ବୃନ୍ଦାବନ ଯହିଁ ବିଜୟ ଗୋବର୍ଦ୍ଧନ। ସେବନେ ବୁଲି ଏକେ ଏକେ ନିଶ୍ଚଳେ ଉଦ୍ଧବକୁ ଦେଖେ। ହରି ଭକତଙ୍କର ସାର ତପ ଆରାଧି ମହାଘୋର। ଆସନ ନିଶ୍ଚଳ ସମାଧି କୃଷ୍ଣର ଚରଣ ଆରାଧି। ଏକାନ୍ତେ ଅଛି ବୃକ୍ଷ ତଳେ ବିଦୁର ଦେଖିବେ ନିଡୋଳେ। ଶ୍ରୀ ସେ ବାସୁଦେବ ଅନୁକ୍ଷଣେ ସେ ବାସୁଦେବ ଅନୁଚର। କିଏ ବା ଦେବା ପଟାନ୍ତର। ଦେବଗୁରୁଙ୍କ ପୁତ୍ର ପ୍ରାୟେ ସ୍ୱଭାବେ ଶାନ୍ତ ବୁଦ୍ଧି ବହେ। ଏମନ୍ତେ ମିଳିବେ ନିଜନ ନିବିଡ଼େ କରେ ଆଲିଙ୍ଗନ। ବିଦୁର ଉଦ୍ଧବକୁ ଚାହିଁ ଇଷ୍ଟ ବାନ୍ଧବ ସ୍ନେହ ବହି। ଲୋମହର ସେ ସୁଧ ଚେତା କୃଷ୍ଣର ପୁଛନ୍ତି ବାରତା। କୃଷ୍ଣ ପୁତ୍ରକୁ ଆଦି କରି ଏକୁ ଅନେକ ନାମ ଧରି। ଶୁଣ ଉଦ୍ଧବ ମୋ ବଚନ ମୁଁ ଯେ ପୁଛଇ ବିଭୋଜନ। ସେ ହରି ପୁରୁଷ ପୁରାଣ ଅନାଦି ପରମ କାରଣ। ଧରଣୀ ଭାରା ନାଶ ଅର୍ଥେ ମନୁଷ୍ୟ ଦେହ ଏ ଜଗତେ। ରାମ ଗୋବିନ୍ଦ ହଳଧାରୀ ଯାଦବ ବଂଶେ ଅବତରୀ। ଅଛନ୍ତି ବସୁଦେବ ଘରେ ଆନନ୍ଦେ ବେନି ସହୋଦରେ। ଆମ୍ଭ ବଂଶର ଅଧିଦେବ ଦେବଙ୍କ ତୁଲେ ବସୁଦେବ। ସୁଖେ କି ଅଛି ନିଜ ଘରେ ବନ୍ଧୁ ସୁହୃଦ ଭାବ ଭରେ। ପ୍ରଦ୍ୟୁମ୍ନ ଅଛନ୍ତି ନା ଭଲେ ଆନନ୍ଦେ ଜନନୀର ତୁଲେ। ରୁକ୍ମିଣୀ ପୂର୍ବ ତପ ଫଳେ ପ୍ରଦ୍ୟୁମ୍ନ ପୁତ୍ର କଲା କୋଳେ। ଭୋଜାଦି ସାତ ବଂଶ ରାଜା ଗୋବିନ୍ଦ ତାଙ୍କୁ କଲେ ପୂଜା। ଛାଡ଼ି ଆପଣା ନୃପାସନ ରାଜ୍ୟ ସ୍ଥାପିଲେ ଉଗ୍ରସେନ। ଭଲେ କି ଜାମ୍ବବତୀ ସୁତ ସେ ରଥୀ ମନେ ମହାରଥ। କ୍ଷମେ କିଛନ୍ତି ଯଦୁମାନେ ତାହାକୁ ସନ୍ତୋଷ ଅର୍ଜୁନେ। ସନ୍ତୋଷ ଧନୁର୍ବେଦ ଦେଲା
ତେଣୁ କୃଷ୍ଣଙ୍କୁ ଆରାଧିଲା। ସଫଳା ଯଦୁ ସୁତ ତାର, ଶୁଭେ କି ଅଛୟ କ୍ରୂର। କଂସ ଆଦେଶେ ଗୋପପୁରେ, ଲଭିଲା କୃଷ୍ଣ ରେଣୁ ଶିରେ। ଅଶେଷ ରଥି ମହାଯୋଧା, ଭଲେ କି ଅଛି ଅନିରୁଦ୍ଧା। ଯାର ମହିମା ଶବ୍ଦ ଯୋନି, ତୁରୀୟ ତତ୍ତ୍ୱ ସଙ୍ଗେ ଘେନି। ସତ୍ୟଭାମାର ପୁତ୍ର ଯେତେ, ଭଲେ କି ଅଛନ୍ତି ସମସ୍ତେ। ପ୍ରଦ୍ୟୁମ୍ନ କହ ଭଲ କଥା, ଯେ ଭୀଷ୍ମ ଅତି ବଳବନ୍ତା। ଯାର ଚରଣ ଘାତ କୋପେ, ପଶେ ଶରଣ ଭୂମି ତାପେ। ଅର୍ଜୁନ ଅଛି ଟିକି ଭଲେ, ନିରତେ ଗୋବିନ୍ଦର ତୁଲେ। ଗାଣ୍ଡିବ ଧନୁ ଧରି କରେ, ରଣେ ତୋଷିଲେ ଶୂଳ ଧରେ। ନକୁଳ ସହଦେବ ବାଣୀ, କୁଶଳ କହ ପରିମାଣି। ଅଶ୍ୱିନୀ ନାସିକା ବିବରେ, ଜନ୍ମ ହୋଇଲା ଏକ ଶିରେ। କେ କହେ ତାଙ୍କ ଗୁଣଗ୍ରାମ, ଦେବଙ୍କ ବ୍ୟାଧି ହରେ ନାମ। ତାହାଙ୍କ ବୀର୍ଯ୍ୟ ଜାତ ହୋଇ, ସୁନ୍ଦର ରୂପେ ମନ ମୋହି। ପାଣ୍ଡୁଙ୍କ ଚକ୍ଷୁ ସେ ବୋଲାଇ, କହ କୁଶଳେ କି ଅଛଇ। ଦେଖ ଏ କୁନ୍ତୀ ଗର୍ଭର୍ଥେ, ସ୍ୱାମୀଙ୍କୁ ଚିନ୍ତେ ଅବିରତେ। ସେ ସ୍ୱାମୀ ବିନୁ ସୁତ ଲୋଭେ, ଯାନାମ ଚଉଦିଗେ ଭାବେ। ତାହାକୁ ଛାଡ଼ି ଭୋଗ ବିନେ, ରହିଲା ପୁତ୍ର ସ୍ନେହ ମନେ। ଯେ କୃଷ୍ଣ ପରମ ମଙ୍ଗଳ, ଆନନ୍ଦ ମାନଙ୍କର ମୂଳ। ତୋର ଚରଣେ ସେବା କରି, ମୁଁ ଏବେ କାନନେ ବିହରି। ଦେଖ ଉଦ୍ଧବ ତୋ ମହିମା, କହି ନ ପାରେ ଗୁଣ ସୀମା। ଏ ଯେତେ ଥିଲେ ମହି ତଳେ, ଅନେକ ଆଖୋହିଣୀ ମାଳେ। ଏ ଯେତେ ଥିଲେ ମହି ତଳେ, ଅନେକ ଅଖୋହିଣୀ ମେଳେ। ତାହାଙ୍କୁ ମାୟାରେ ସଂହାରି, ହେଳେ ତ୍ରିଭୁବନ ଉଦ୍ଧରି। ସେ ହରି ଶୁଭ କଥା ମୋତେ, କହ ଉଦ୍ଧବ ଶୁଦ୍ଧ ଚିତ୍ତେ। ଏମନ୍ତେ ବିଦୁରର ବାଣୀ, ଉଦ୍ଧବ ମନେ ପରିମାଣି। ଚିତ୍ତେ ଚିନ୍ତିଲା ନାରାୟଣ, ସୁଜନେ ଏକ ମନେ ଶୁଣ। ହରିଚରିତ ସୁଧାରସ, କହିଲେ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ ବୈୟାସିକ୍ୟାଂ ଏକ ତୃତୀୟ ସ୍କନ୍ଧେ ବିଦୁର ଉଦ୍ଧବ ସମ୍ବାଦେ ନାମ ପ୍ରଥମୋଧ୍ୟାୟ।
ॐ नमो भगवते वासुदेवाय।